ଭାବନ୍ତୁ କାଲି ଆପଣ ମରିଯିବେ, କଣ ହବ? ଏ ପ୍ରଶ୍ନର ଉତ୍ତର କେବେ ଖୋଜିବା ପାଇଁ ଚେଷ୍ଟା କରିଛନ୍ତି? ମୁଁ ତାର ଉତ୍ତର ଦେଇଦେବି। କାଲି ମରିଗଲେ 2-3 ଦିନ ଆପଣ ଆପଣଙ୍କ ସାଙ୍ଗ ଆଉ ଭଲ ପାଉଥିବା ଲୋକଙ୍କ ଷ୍ଟାଟସରେ ରହିବେ। ମା ବାପା କିଛି ଦିନ କାନ୍ଦିବେ। ସବୁଠୁ ଅଧିକ ଭଲ ପାଉଥିବା ଲୋକ ଆପଣଙ୍କୁ କହିଥିବେ ଯେ ତମକୁ ଛାଡ଼ି ରହିପାରିବନି, କିନ୍ତୁ ତମେ ମରିବା ପରେ କିଛି ଦିନ ପରେ ସେମାନେ ଠିକ ହେଇଯିବେ। ଘର ଲୋକଙ୍କୁ ବି ଆଦତ ହେଇଯିବ ଆପଣଙ୍କ ବିନା ରହିବା। ଆପଣଙ୍କର ମ୍ୟୁଚୁଆଲ ଫଣ୍ଡ ପାଇଁ ସମସ୍ତେ ଲାଇନରେ ଲାଗିବେ। ଡେଥ୍ ସାର୍ଟିଫିକେଟ ପାଇଲେ କେମିତି କଣ କାମ ହେଇପାରିବ ସେ କଥା ସମସ୍ତେ ଚିନ୍ତା କରିବେ। ଅଫିସରେ ଆପଣଙ୍କର ରିପ୍ଲେସମେଣ୍ଟ ଖୋଜା ସରିଥିବ। ଆପଣଙ୍କ ଯିବା ପରେ ଯିଏ ସେ ଜାଗା ନେବା କଥା ସେ ନେଇ ସାରିଥିବ। କେହି ମରିବା ପରେ କୌଣସି କାମ ରହିଯାଏନି। କେହି ମରିବା ପରେ କିଏ କାହା ବିନା ମରିଯାଏନି। କେହି ମରିବା ପରେ ଦୁନିଆ ରହିଯାଏନି। ଜୀବନ ଯେମିତି ଗୋଟେ ସହଜ କଥା, ମୃତ୍ୟୁ ବି ସେମିତି ଗୋଟେ ସହଜ କଥା। ସେଥିପାଇଁ ନିଜ ସହିତ ଜିଅନ୍ତୁ, ନିଜ ପାଇଁ ଜିଅନ୍ତୁ। କାରଣ ଆପଣଙ୍କ ମୃତ୍ୟୁ ପରେ ଆପଣ ଏକୁଟିଆ ହିଁ ଏଠୁ ପଳେଇବେ। ଯେଉଁମାନଙ୍କୁ ପାଖରେ ରଖିବା ପାଇଁ ଚାହୁଁଛନ୍ତି ରଖନ୍ତୁ, କିନ୍ତୁ ନିଜ ସହିତ ଜିଇବା ପାଇଁ ଆରମ୍ଭ କରିନିଅନ୍ତୁ।